ମାନେ ଜୟ ଜଗନ୍ନାଥ। ଆଜି ମୁଁ ପହଞ୍ଚିଲି କସ୍ମୋ ବଜାରର ଗ୍ରାଣ୍ଡ ଓପନିଂ ସେଲିବ୍ରେସନ ରେ ଏବଂ ତା ଭିତରୁ ପଶିଲେ କିଛି ସପିଂ କରିବା ପାଇଁ। ଦେଖନ୍ତୁ ଆମେ ସବୁ ପଶି ଆସିଛେ ଏବଂ ସେଇଠି ଦେଖୁ ଦେଖୁ ମୋ ସହିତ ଜଣେ ଦେଖାହେଲେ, ମୋର ଜଣେ ସାଙ୍ଗ ଯିଏକି ଏବେ ବି ସିଏ ବ୍ଲଗିଂ କରୁଛନ୍ତି, କଣ୍ଟେଣ୍ଟ କ୍ରିଏଟର ସେ ଜଣେ ମଧ୍ୟ। ଏବଂ ଆମେ ସବୁ ମିଶିକି ସବୁ ମୁଁ ସପିଂ କରି ଚାଲିଲି, ଗୋଟିଏ ପରେ ଗୋଟିଏ ଜିନିଷ ବାଛି ଚାଲିଲି। ବାକି କିନ୍ତୁ ଦୁଃଖର କଥା ଥିଲା ଗୋଟିଏ, ଯେ ବାଇ ୱାନ୍ ଗେଟ୍ ୱାନ୍ ଫ୍ରି ଥିଲା ଏଇଠି, କିନ୍ତୁ ଆମେ ଯୋଉ ଜିନିଷ କିଣିଲେ ସେଥିରେ ବାଇ ୱାନ୍ ଗେଟ୍ ୱାନ୍ ଫ୍ରି ନଥିଲା। ତେଣୁ ଆମେ ସେମିତି କିଣିକି ଆସିଲୁ ଏଠି। ତାପରେ ଏଠି କାଉଣ୍ଟରରେ ଜମା କଲୁ, ଆଉ କାଉଣ୍ଟର ବାଲା ମତେ ଦେଖି ପୁରା ଖୁସି ହେଲେ, କାହିଁକି ନା ପୂର୍ବରୁ ତାଙ୍କ ଭିଡିଓ ଗୋଟେ ପକେଇଥିଲା ଆଉ ସିଏ ଚିହ୍ନି ଦେଲେ ସେ ଭିଡିଓ ଦେଖିକି। ଆଉ ସେଇଠୁ ମୋ ଟିକେ ତାଙ୍କର ବିଲିଂ ଫିଲିଂ କାଉଣ୍ଟରରେ ବିଲିଂ ଟିକେ କରିଦେଲୁ। ଆଉ ବିଲିଂ କାଉଣ୍ଟର ପରେ ଯେତେବେଳେ ମୋ ହାତକୁ ସେ ବିଲ୍ ଦେଲେ, ଟିକେ ହାତ ଟିକେ ମିଳେଇଦେଲା ଆଉ ମୁଁ ବି ଟିକେ ଖୁସି ହେଇକି ଟିକେ ତାଙ୍କ ସହ ହାତ ମିଳେଇଦେଲି। କଣ କରିବା ଭାଇ, କଣ୍ଟେଣ୍ଟ କ୍ରିଏଟର ଜୀବନ ହଉଛି ଏଇଟା। କିଛି ଆସୁ ନ ଆସୁ 10ଟା ଲୋକ ଚିହ୍ନିଛନ୍ତି, ଇନକମ ହଉ ନ ହଉ 10 ଜଣ ଲୋକ ଚିହ୍ନିଛନ୍ତି, ସେଇଟା ବଡ ବଡ କଥା। ହାତ ଟିକେ ମିଳେଇ ଦେଲେ। ତାପରେ ସେଠୁ ବାହାରିକି ଆସିଲା ବେଳେ ତାଙ୍କ କହିଲେ କଣ ନା, ବାହାରେ ତାଙ୍କର କଣ ଗୋଟେ ଲକି ଡ୍ର ଚାଲିଛି ଯୋଉଠି ପୁଡିଆ ମିଳୁଛି, ମିଠା ମିଳୁଛି। ଏବଂ ସେ ଜାଗାରେ ଯାଇ ପହଞ୍ଚିଲି, ବିଲ୍ ଟା ତାଙ୍କ ହାତକୁ ବଢେଇଦେଲି। ସେ ବିଲ୍ ର ତଳ କଣ କାଟିକି ଦେଇଦେଲେ, ମତେ ଦେଲେ ଏବଂ ସେଇଟାକୁ ମୁଁ କଣ ହେଲା ଲକି ଡ୍ରରେ ପକେଇଦେଲି। ଦେଖିଆ ଲକି ଡ୍ରରେ କଣ ମିଳୁଛି, କଣ ସାଇକେଲ ଫାଇକେଲ କଣ ଅଛି। ଆଉ ଯଦି ମିଳିଲା ତ ନିହାତି ଜଣେଇବି। ଆଉ ରହିଲି, ଜୟ ଜଗନ୍ନାଥ। ଯଦି ଭିଡିଓ ଟା ଭଲ ହେଇଥାଏ ଭାଇ ଲାଇକ୍ ଫଲୋ ସେୟାର ଟିକେ କରିଦେବେ। ମିଠା ପୁଟା ଧରିଲି ଚାଲିଲି।